ଆକାଶବାଣୀ ଖ୍ରୀଷ୍ଟୀୟ ନବବର୍ଷର ଶୁଭେଚ୍ଛା ସହ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଭାରତ ପ୍ରତିଭାରେ ପରିପୂର୍ଣ୍ଣ ଏକ ଶକ୍ତିଶାଳୀ ଦେଶ, କହିଲେ ପ୍ରଧାନମନ୍ତ୍ରୀ। ସ୍ୱଚ୍ଛ ଗଙ୍ଗା ପ୍ରକଳ୍ପ ଅଧୀନରେ ଉତ୍ତରପ୍ରଦେଶର ଚାନ୍ଦୌଲି ଏବଂ ମାଣିକପୁର ପ୍ରକଳ୍ପ ପାଇଁ ମଞ୍ଜୁରୀ ହେଲା 272 କୋଟି ଟଙ୍କା। ୟେମେନ୍ର ରାଜଧାନୀ ସାନାସ୍ଥିତ ହୁତି ସାମରିକ ଘାଟିଗୁଡ଼ିକ ଉପରେ ଆମେରିକା ନେତୃତ୍ୱରେ ଆକାଶମାର୍ଗରୁ ଆକ୍ରମଣ ଏବଂ ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ ଚାମ୍ପିୟନସିପ୍ ଟାଇଟଲ ହାସଲ କଲା ପଶ୍ଚିମବଙ୍ଗ। ଖ୍ରୀଷ୍ଟୀୟ ନବବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷ ସମସ୍ତଙ୍କ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରୁ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି। ସମସ୍ତଙ୍କୁ ନୂଆ ଉତ୍ସାହ ପ୍ରଦାନ କରୁ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଗଣତନ୍ତ୍ର ମୂଲ୍ୟବୋଧକୁ ପ୍ରୋତ୍ସାହନ କରି ଆଗକୁ ବଢ଼ିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। 2047 ବିକଶିତ ଭାରତ ଗଠନ ସହିତ ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ପ୍ରୟାସ କରିବାକୁ ଶ୍ରୀ ଧନଖଡ଼ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ନୂତନ ବର୍ଷ ସମସ୍ତଙ୍କ ପାଇଁ ସମ୍ଭାବନା ଏବଂ ନୂତନ ଉନ୍ମାଦନାର ବର୍ଷ ହେଉ ବୋଲି ତାଙ୍କ ବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ପ୍ରତିଭାରେ ପରିପୂର୍ଣ୍ଣ ଏକ ଶକ୍ତିଶାଳୀ ଦେଶ। ବହୁ ପ୍ରେରଣାଦାୟକ ପଦକ୍ଷେପ ଜୀବନଯାତ୍ରାରେ ପରିପୂର୍ଣ୍ଣ ଅଭିନବତା ଏବଂ ସାହସ ପ୍ରଦର୍ଶନ କରିଥାଏ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ସବୁଜ ସେନାର ଉଦାହରଣ ଦେବା ସହିତ ସେମାନଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସବୁଜ ସେନା ବା ଗ୍ରୀନ୍ ଆର୍ମି ହେଉଛି ବାରାଣାସୀ ଦେଓରାର ଏକ ମହିଳା ଗୋଷ୍ଠୀ। ନିଶାଦ୍ରବ୍ୟ ଏବଂ ଜୁଆ ବିରୋଧରେ ଏହି ଗୋଷ୍ଠୀର ସଦସ୍ୟମାନେ ସଂକଳ୍ପବଦ୍ଧ ଭାବରେ ସଚେତନତା କାର୍ଯ୍ୟକ୍ରମମାନ କରିଥାନ୍ତି। ପ୍ରତ୍ୟେକ କନ୍ୟା ସନ୍ତାନର ଜନ୍ମକୁ ଏକ ପର୍ବ ଭାବେ ପାଳନ କରିବା ସହିତ ଯୌତୁକ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଏକ ଚପଲ ତିଆରି କାରଖାନା ପ୍ରତିଷ୍ଠା କରି ଏହି ମହିଳା ଗୋଷ୍ଠୀ ତାଙ୍କର ଯାତ୍ରା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ଏହି ଗୋଷ୍ଠୀକୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଯୁବବର୍ଗଙ୍କୁ ସଶକ୍ତ କରିବା ସହିତ ଉଦ୍ଭାବନ, ଦକ୍ଷତା ବିକାଶ, ଉଦ୍ୟୋଗ ଏବଂ ବୈଷୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଗତ 10 ବର୍ଷ ମଧ୍ୟରେ ଯୁବବର୍ଗଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ 100 ଦିନରେ 15,000ରୁ ଅଧିକ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ପରିବର୍ତ୍ତନଶୀଳ ନୂତନ ଶିକ୍ଷାନୀତି ମାଧ୍ୟମରେ ଶିକ୍ଷାର ପୁନଃ କଳ୍ପନାଠାରୁ ଆରମ୍ଭ କରି ମେଡିକାଲ କଲେଜ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ କରିବା ସହିତ ସରକାର ଭବିଷ୍ୟତ ମୂଳଦୁଆକୁ ମଜବୁତ କରିଛନ୍ତି। ଶିକ୍ଷା ଓ ରୋଜଗାର ମାଧ୍ୟମରେ ଥିବା ବ୍ୟବଧାନକୁ ଦୂର କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର 1 କୋଟି ଯୁବବର୍ଗଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ 1,42,00,000ରୁ ଅଧିକ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ସାର୍ବଜନୀନ ପରୀକ୍ଷାରେ ଅସଦୁପାୟକୁ ରୋକିବା ଲକ୍ଷ୍ୟରେ ନୂତନ ଆଇନ ପ୍ରଣୟନ କରାଯାଇଛି। ଦେଶରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ବିଜ୍ଞାନ ଧାରା ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି। ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ସମୃଦ୍ଧ ଶିକ୍ଷାଗତ ଐତିହ୍ୟର ସଂରକ୍ଷଣ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଜାତୀୟ ମିଶନ ଆଧାରରେ ସ୍ୱଚ୍ଛ ଗଙ୍ଗା ପ୍ରକଳ୍ପ ଅଧୀନରେ ଉତ୍ତରପ୍ରଦେଶର ଚାନ୍ଦୌଲି ଏବଂ ମାଣିକପୁର ପାଇଁ କେନ୍ଦ୍ର ସରକାର 272 କୋଟି ଟଙ୍କାର ଏକ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନର ମହାନିର୍ଦ୍ଦେଶକ ରାଜୀବ କୁମାର ମିତାଲଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ 59ତମ କାର୍ଯ୍ୟନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗଙ୍ଗା ନଦୀର ସଂରକ୍ଷଣ ଏବଂ ପୁନରୁଦ୍ଧାର ଲକ୍ଷ୍ୟରେ କେତେକ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ନଦୀର ସ୍ୱଚ୍ଛତା, ନିରନ୍ତର ବିକାଶ ଏବଂ ପରିବେଶ ଓ ସାଂସ୍କୃତିକ ମହତ୍ତ୍ୱର ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବିହାରର ବକ୍ସରରେ ନଦୀ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କମିଟି 257 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପକୁ ଅନୁମୋଦନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ନେତୃତ୍ୱରେ ୟେମେନ୍ର ରାଜଧାନୀ ସାନାସ୍ଥିତ ହୁତି ଗୋଷ୍ଠୀ ନିୟନ୍ତ୍ରଣରେ ଥିବା ସାମରିକ ଘାଟିଗୁଡ଼ିକ ଉପରେ ଆକାଶମାର୍ଗରୁ ଆକ୍ରମଣ ହୋଇଛି।
ହୁତି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣ ଦ୍ୱାରା ପ୍ରତିରକ୍ଷା ମନ୍ତ୍ରଣାଳୟର କାର୍ଯ୍ୟାଳୟ, ପ୍ରଥମ ଆର୍ମର ଡିଭିଜନ, ଗୋଳାବାରୁଦ ଉତ୍ପାଦନ କାରଖାନା ସମେତ ବହୁ ପ୍ରମୁଖ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଖପାଖର ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ତେବେ ମୃତାହତଙ୍କ ସମ୍ପର୍କରେ ହୁତି ଗୋଷ୍ଠୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଇସ୍ରାଏଲ୍ର ବେନ୍‌ଗୁରିୟନ୍ ବିମାନ ବନ୍ଦର, ଜେରୁଜେଲମ୍ ନିକଟସ୍ଥ ଏକ ଶକ୍ତି କେନ୍ଦ୍ର ଏବଂ ଆମେରିକୀୟ ବିମାନବାହୀ ଜାହାଜ USS ହ୍ୟାରି ଟ୍ରୁମ୍ୟାନ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ହୁତି ପକ୍ଷରୁ ସ୍ୱୀକାର କରାଯିବା ପରେ ଆମେରିକା ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଗତ 2 ଦିନ ମଧ୍ୟରେ ହୁତି ନିୟନ୍ତ୍ରଣାଧୀନ ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣକୁ ସ୍ୱୀକାର କରିଛି। ଲୋହିତ ସାଗର ଏବଂ ଆଡେନ୍ ଉପସାଗରୀୟ ଅଞ୍ଚଳରେ ହୁତି କ୍ଷମତାକୁ ଦୁର୍ବଳ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କମାଣ୍ଡ ସୂଚନା ଦେଇଛି। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଗତକାଲି ଭୂତଳ ଜଳସମ୍ପଦ ଆକଳନ ରିପୋର୍ଟ 2024କୁ ଉନ୍ମୋଚନ କରିଛନ୍ତି। ଦେଶରେ ମୋଟ ବାର୍ଷିକ ଭୂତଳ ଜଳ 15 ବିଲିୟନ କ୍ୟୁବିକ୍ ମିଟର ବୃଦ୍ଧି ପାଇଥିବା ବେଳେ ଉତ୍ତୋଳନ 3 ବିଲିୟନ କ୍ୟୁବିକ୍ ମିଟର ହ୍ରାସ ପାଇଛି। ବାର୍ଷିକ ମୋଟ ଭୂତଳ ଜଳ 446 ବିଲିୟନ କ୍ୟୁବିକ୍ ମିଟରରୁ ଅଧିକ ଥିବା ଜଣାପଡ଼ିଛି। ବ୍ୟବହାର ପାଇଁ ଉତ୍ତୋଳନ ହେଉଥିବା ବାର୍ଷିକ ଭୂତଳ ଜଳ 245 ବିଲିୟନ କ୍ୟୁବିକ୍ ମିଟରରୁ ଅଧିକ ରହିଛି। ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଜଳସେଚନ ପାଇଁ ଭୂତଳ ଜଳର ଗୁଣବତ୍ତା 100% ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ସହିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମିଳିତ ଭାବେ ଏହି ଆକଳନ କରିଥିଲେ। ନୂତନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗତବର୍ଷ ବିଭିନ୍ନ ଉପଲବ୍ଧି ହାସଲ ହୋଇଛି। ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଧାର୍ଯ୍ୟ ପଞ୍ଚାମୃତ ନୀତି ଆଧାରରେ 500 ଗିଗାୱାଟ୍ ଅଣଜୀବାଷ୍ମ ଇନ୍ଧନ ଶକ୍ତି ଲକ୍ଷ୍ୟ ଦିଗରେ ଭାରତ ପ୍ରତିବଦ୍ଧତାର ସହ ଅଗ୍ରଗତି କରୁଛି ବୋଲି ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ସମୁଦାୟ ଅକ୍ଷୟ ଶକ୍ତି କ୍ଷମତାର 200 ଗିଗାୱାଟ୍ ଗତ ସେପ୍ଟେମ୍ବର ମାସରେ ସମ୍ପନ୍ନ ହୋଇ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ପୂର୍ବବର୍ଷ ତୁଳନାରେ ଏହା 14% ଅଧିକ। ସୌରଶକ୍ତି ବ୍ୟବହାରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଗତ ଫେବୃଆରୀ ମାସରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ଶୁଭାରମ୍ଭ ହୋଇଛି। ସମୁଦାୟ ସୌରଶକ୍ତି କ୍ଷମତା 94 ଗିଗାୱାଟ୍ରେ ପହଞ୍ଚିଛି। 2030 ସୁଦ୍ଧା ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରପ୍ତାନୀ ଦିଗରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି। 6 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଏ କ୍ଷେତ୍ରରେ 8 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏହି ମିଶନର ଲକ୍ଷ୍ୟ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା NIA ଗତବର୍ଷ ରୁଜୁ ହୋଇଥିବା 80ଟି ମାମଲାରେ 210 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେଥିମଧ୍ୟରେ 28ଟି ବାମପନ୍ଥୀ ଉଗ୍ରବାଦ ଏବଂ 18ଟି ଉତ୍ତର ପୂର୍ବ ସଂଘର୍ଷ ଘଟଣା ରହିଛି। 25ଟି ମାମଲାରେ 68 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ 100% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ 408 ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ବୋଲି NIA ସୂଚନା ଦେଇଛି। ପଶ୍ଚିମବଙ୍ଗ ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ ଚାମ୍ପିୟନସିପ୍ ଟାଇଟଲ୍ ହାସଲ କରିଛି। ଗତକାଲିର ଫାଇନାଲ୍ ମ୍ୟାଚ୍ରେ ପଶ୍ଚିମବଙ୍ଗ କେରଳକୁ 1-0 ଗୋଲ୍ରେ ପରାସ୍ତ କରିଛି। ଦଳ ପକ୍ଷରୁ ରବି ହାନ୍ସଦା ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ଏହି ବିଜୟ ସହ ପଶ୍ଚିମବଙ୍ଗ 33 ଥର ପାଇଁ ସନ୍ତୋଷ ଟ୍ରଫି ହାସଲ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 12ଟି ଗୋଲ୍ ସ୍କୋର କରି ହାନ୍ସଦା ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି। ହକି ଇଣ୍ଡିଆ ପୁରୁଷ ବର୍ଗ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ହାଇଦ୍ରାବାଦ ତୋଫାନ୍ସ ଦିଲ୍ଲୀ SG ପାଇପର୍ସକୁ ପରାସ୍ତ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ହାଇଦ୍ରାବାଦ ଦିଲ୍ଲୀକୁ 5-4 ସୁଟ୍ଆଉଟ୍ରେ ହରାଇ ଦେଇଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ 2ଟି ଲେଖାଏଁ ଗୋଲ୍ ଦେଇଥିଲେ। ଏହି ବିଜୟ ସହ ହାଇଦ୍ରାବାଦ ତୋଫାନ୍ସ ବୋନସ୍ ପଏଣ୍ଟ ହାସଲ କରିଛି। ଗୋନାସିକା ହକି ଦଳ ଏବଂ ରାହ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଆଜି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଭାରତ ପ୍ରତିଭାରେ ପରିପୂର୍ଣ୍ଣ ଏକ ଶକ୍ତିଶାଳୀ ଦେଶ କହିଲେ ପ୍ରଧାନମନ୍ତ୍ରୀ। ସ୍ୱଚ୍ଛ ଗଙ୍ଗା ପ୍ରକଳ୍ପ ଅଧୀନରେ ଉତ୍ତରପ୍ରଦେଶର ଚାନ୍ଦୌଲି ଏବଂ ମାଣିକପୁର ପ୍ରକଳ୍ପ ପାଇଁ ମଞ୍ଜୁର ହେଲା 272 କୋଟି ଟଙ୍କା। ୟେମେନ୍ର ରାଜଧାନୀ ସାନାସ୍ଥିତ ହୁତି ସାମରିକ ଘାଟିଗୁଡ଼ିକ ଉପରେ ଆମେରିକା ନେତୃତ୍ୱରେ ଆକାଶମାର୍ଗରୁ ଆକ୍ରମଣ ଏବଂ ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ ଚାମ୍ପିୟନସିପ୍ ଟାଇଟଲ୍ ହାସଲ କଲା ପଶ୍ଚିମବଙ୍ଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।